ଖ୍ରୀଷ୍ଟିଆନ ବାପା ମା ଭାଇ ଭଉଣୀ ସମସ୍ତଙ୍କୁ ପ୍ରଣାମ। ଯୀଶୁ ପ୍ରିୟ ପ୍ରଭୁଙ୍କର ଦାସ ଏଇ ଦିବସରେ ଆପଣମାନଙ୍କ ପାଇଁ ଗୋଟିଏ ବାକ୍ୟ ନେଇକି ଆସିଛନ୍ତି। ଆପଣମାନେ ଶୁଣନ୍ତୁ। ବିଭିନ୍ନ ପ୍ରକାର ଲୋକ ବା ଅନେକ ଲୋକମାନେ ପ୍ରିୟ ପ୍ରଭୁଙ୍କର ଲୋକମାନେ ଖ୍ରୀଷ୍ଟିଆନ ବିଶ୍ୱାସୀ ମାନେ ପ୍ରାର୍ଥନା କରିଥାନ୍ତି, କିନ୍ତୁ ତାଙ୍କର ପ୍ରାର୍ଥନା ଗ୍ରହଣ ଯୋଗ୍ୟ ହୋଇନଥାଏ। କାହିଁକି? ତ ଆମେ ସେ ବିଷୟ ପଠନ କରି ଶୁଣିବା। ଯେତେବେଳେ ଭଜନ ସଙ୍ଗୀତ ଗୀତ ସଂଗୀତା 66 ଅଧ୍ୟାୟ ତାର 18 ପଦରେ 66 ଅଧ୍ୟାୟ ତାର 18 ପଦରେ ଲେଖା ଅଛି, ଯଦି ମୁଁ ମନ ମଧ୍ୟରେ ଅଧର୍ମକୁ ଆଦର କରେ, ଯଦି ମୋ ହୃଦୟରେ ପାପକୁ ଆଦର କରେ, ଘୃଣାକୁ ଆଦର କରେ, ମିଥ୍ୟାକୁ ଆଦର କରେ, ଯାହାକି ପ୍ରଭୁଙ୍କର ଇଚ୍ଛା ନାହିଁ, ତାହାକୁ ଯଦି ମୁଁ ଆଦର କରେ, ତେବେ ପ୍ରଭୁ ମୋର କଥା ଶୁଣିବେ ନାଇଁ। ତେଣୁକରି ଏଇଠି ଲେଖା, ଯଦି ମୁଁ ମନ ମଧ୍ୟରେ ଅଧର୍ମକୁ ଆଦର କରେ, ତେବେ ପ୍ରଭୁ ମୋ କଥା ଶୁଣିବେ ନାହିଁ। ମୁଁ କହିବାକୁ ଚାହେଁ, ପ୍ରିୟର ବାପା ମା ଭାଇ ଭଉଣୀ ମାନେ, ଯଦି ଆମ ମଧ୍ୟରେ କୌଣସି ଦାଦା କକା ଭାଇ ଭଉଣୀ ପଡ଼ୋଶୀ ବା କୌଣସି ଲୋକ ସାଙ୍ଗରେ ଯଦି ଆମର ଶତ୍ରୁତା ଅଛି, ବିରୋଧ ଅଛି, କ୍ରୋଧ ଅଛି ଆମ ହୃଦୟରେ ମନ ମଧ୍ୟରେ, ତେବେ ଆମେ ପ୍ରାର୍ଥନା କରିଲେ ଶୁଣିବେ ନାହିଁ। ଆମେ ଯେଉଁ ଲୋକକୁ ଆମେ କ୍ରୋଧ କରିଛୁ, ଘୃଣା କରିଛୁ, ମିଛ କହିଛୁ, ଠକିଛୁ, ସେଇ ଲୋକଙ୍କ ସହିତ ଆମେ କଥାବାର୍ତ୍ତା ହେଇ ଯଦି ଆମେ ପ୍ରଭୁଙ୍କ ଆଗକୁ ଯିବା, ତେବେ ନିଶ୍ଚୟ ଆମର ପ୍ରାର୍ଥନା ଯୀଶୁ ଶୁଣିବେ। ପକ୍କା ରିଏଲି ଆମମାନଙ୍କୁ କହୁଛି, ମନ ମଧ୍ୟରେ କ୍ରୋଧ ରଖିକି, ମନ ମଧ୍ୟରେ ପାପ ରଖିକି ଯଦି ଆମେ ପ୍ରାର୍ଥନା କରିବା, କେବେ ମଧ୍ୟ ଆମର ପ୍ରାର୍ଥନା ଶୁଣାଯିବ ନାହିଁ। ଆଉ ଗୋଟେ ବାକ୍ୟ ଆମେ ପଢିବା, ଆଉ ଗୋଟେ ପଠନ ପଢିବା, ଯାହାକି ପ୍ରଥମ ଜନ 4:20 ପଦରେ ଲେଖା ଅଛି, ଈଶ୍ୱରଙ୍କୁ ପ୍ରେମ କରୁଛି ବୋଲି କେହି ଯଦି ଆପଣା ଭାଇକୁ ଘୃଣା କରେ, ତାହେଲେ ସେ ମିଥ୍ୟାବାଦୀ। ଦେଖ, ଈଶ୍ୱରଙ୍କୁ ପ୍ରେମ କରୁଛି ବୋଲି ଯିଏ ପଡ଼ୋଶୀ ବା କୌଣସି ବାପା ମା ଭାଇ ଭଉଣୀକୁ ଯଦି ସେ ଘୃଣା କରେ, ଆପଣ ଭାଇକୁ ଘୃଣା କରେ, ତାହେଲେ ତାହାଠୁ ବଡ଼ ମିଥ୍ୟାବାଦୀ ଆଉ କେହି ନାହାନ୍ତି। ତାହାଠୁ ମିଥ୍ୟାବାଦୀ ଆଉ କେହି ନାହାନ୍ତି। ତାହେଲେ ସେ ମିଥ୍ୟାବାଦୀ। ଯେଉଁ ଭାଇକୁ ସେ ଦେଖିଛି, ଯଦି ତାକୁ କେହି ପ୍ରେମ ନ କରେ, ତାହେଲେ ଯେଉଁ ଈଶ୍ୱରକୁ ସେ ଦେଖି ନାହିଁ, ତାକୁ ପ୍ରେମ କରିପାରିବା। ଆରେ ଭାଇ, ଯେଉଁ ଭାଇକୁ ଆମେ ଦେଖିଛୁ ତାକୁ ପ୍ରେମ ନ କରି ଯେଉଁ ଈଶ୍ୱରଙ୍କୁ ଆମେ ଦେଖି ନାହୁଁ, ତାକୁ କିପରି ପ୍ରେମ କରି ପାରିବ? ତେଣୁକରି କହିବାକୁ ଚାହେଁ, ଯେତେବେଳେ ଆମେ ଚର୍ଚ୍ଚ ଯିବା, ପ୍ରାର୍ଥନାକୁ ଯିବା, ଆମ ମନ ମଧ୍ୟରେ ଯେକୌଣସି ବାଧା ବିଘ୍ନ ଅଛି, କ୍ରୋଧ ଅଛି, ରୋଗ ଅଛି, ଆମେ ମିଳନ ହେବା, ତାଙ୍କ ସହିତ କଥାବାର୍ତ୍ତା ଯିବା, ପ୍ରାର୍ଥନା କରିବା, ତେବେ ଆମର ପ୍ରାର୍ଥନା ଗ୍ରହଣ ଯୋଗ୍ୟ ହେବ। ନହେଲେ ତମେ ଯେତେ ବି ହାଲେଲୁୟା କର, ପ୍ରାର୍ଥନା କର, ମନ ମଧ୍ୟରେ ହୃଦୟରେ ଯଦି ନିର୍ମଳ ନାହିଁ, ତେବେ ପ୍ରଭୁ ଆମର କଥା ଶୁଣିବେ ନାହିଁ। ଆଉ ଯଦି ଆମେ ପ୍ରଥମ ଜନ 4:20 ଲେଖା ଅଛି, ଯଦି କେହି ଯଦି ଆପଣ ଭାଇକୁ ଘୃଣା କରି ଯଦି ମୁଁ ଯୀଶୁଙ୍କୁ ଜାଣିଛି, ପ୍ରାର୍ଥନା କରୁଛି, ଉପବାସ କରୁଛି, ଦିବ୍ୟ ଭୋଜ ଖାଉଛି, ତାହେଲେ ତାଠୁ ବଡ଼ ମିଥ୍ୟାବାଦୀ, ତାଠୁ ଆଉ ମିଛୁଆ ଲୋକ କେହି ନାହିଁ। କାରଣ କାହିଁକି ଏ ବାକ୍ୟ କୁହାଯାଏ? କାରଣ ଦେଖୁଥିବା ଲୋକଙ୍କୁ ସେ ପ୍ରେମ ନ କରି ଯେଉଁ ଈଶ୍ୱରଙ୍କୁ ଦେଖିନି, ତାହାକୁ ସେ ପ୍ରେମ କରିପାରେ ନାହିଁ। ତେଣୁକରି ସେ ଗୋଟେ ମିଥ୍ୟାବାଦୀ, ତାଠାରେ ସତ୍ୟତା ନାହିଁ। ଆଉ ଗୋଟେ ପଠନ କରିବା, ପ୍ରଥମ ଜନ 2:4 ପଦରେ, ତାଙ୍କୁ ଆଜ୍ଞା ପାଳନ ନ କରି ତାଙ୍କୁ ଜାଣେ ବୋଲି ଯେ କହେ, ସେ ମିଥ୍ୟାବାଦୀ, ତାଠାରେ ସତ୍ୟତା ନାହିଁ। ଯଦି ତାଙ୍କର ଆଜ୍ଞା ପାଳନ କରୁଛି, ତାହେଲେ ଶତ୍ରୁକୁ ମଧ୍ୟ ପ୍ରେମ କର, ପ୍ରତିବାସୀକୁ ମଧ୍ୟ କ୍ଷମା ଦିଅ, ତାହେଲେ ତୁମର ଆଜ୍ଞା ସଫଳ ହେବ। ତୁମେ ଆଜ୍ଞା ପାଳନ କରୁଛ ବୋଲିକି ପ୍ରଭୁ ଜାଣିବେ। ଯଦି ତାଙ୍କର ଆଜ୍ଞା ପାଳନ କରିକି ଯଦି ଅନ୍ୟମାନଙ୍କୁ ଘୃଣା କରୁଛ, ତାହେଲେ ତମଠୁ ବଡ଼ ଆଉ ମିଛୁଆ ଆଉ 420 ଆଉ କେହି ନାହିଁ। ତେଣୁକରି କହୁଛି, ସୁନ୍ଦର ଭାବରେ ଆମମାନଙ୍କୁ କହେ, ଯଦି ତୁମେ ତାଙ୍କର ଆଜ୍ଞା ପାଳନ କରୁଛ, ତାହେଲେ ଅନ୍ୟମାନଙ୍କୁ କ୍ଷମା ଦିଅ। ଯଦି ତୁମେ ହୃଦୟରେ ଯଦି କ୍ରୋଧ ଅଛି, ସେଇ କ୍ରୋଧକୁ ପରିତ୍ୟାଗ କର, ମିଳନ କର, ଆଉ ମୋ ନିକଟକୁ ଆସ, ମୁଁ ତୁମମାନଙ୍କର ପାପ କ୍ଷମା କରି ଦେବି। ଯଦି ହୃଦୟରେ ଏତେ ପାପ ଅଛି, ଏତେ ଯନ୍ତ୍ରଣା ଅଛି, ଗୋଟେ ମଣିଷକୁ ଦେଖିଲେ ଆମେ କ୍ରୋଧ କରୁଛୁ, କ୍ଷମା ଦେଇପାରୁନାହୁଁ, ତ ଈଶ୍ୱର ଆମକୁ କେମିତି କ୍ଷମା ଦେବେ? ସେ ତ ନିଜେ କହୁଛନ୍ତି ପ୍ରଥମ ଜନ 4:20 ପଦରେ, ତୁମେ ଯାହାକୁ ଦେଖୁଛ ତାହାକୁ ପ୍ରେମ ନ କରିକି ଯେଉଁ ଈଶ୍ୱରକୁ ଦେଖୁନ, ତାକୁ କି ପ୍ରେମ କରିବ? ଯାହାକୁ ଦେଖୁଛ ତାକୁ ତୁଚ୍ଛ କରୁଛ, କିନ୍ତୁ ଯାହାକୁ ଦେଖୁନ ତାକୁ ହାଲେଲୁୟା, ସେଇଟା ଗ୍ରହଣ ଯୋଗ୍ୟ ହେବ ନା? ତ କହିଦେବାକୁ ଚାହେଁ, ପ୍ରିୟ ବାପା ମା ଭାଇ ଭଉଣୀ, ସେମିତି କାମ କରନ୍ତି। ମନ ମଧ୍ୟରେ କ୍ରୋଧ ଅଛି, ରାଗ ଅଛି, ହିଂସା ଅଛି, ପାପ ଅଛି, ତାକୁ ପରିତ୍ୟାଗ କରି ଚର୍ଚ୍ଚ ଯାଅ, ତେବେ ଯୀଶୁ ନିଶ୍ଚୟ ଶୁଣିବେ ଆଉ ତୁମମାନଙ୍କର ଅଭାବକୁ ଦୂର କରିବେ। ରହିଲି, ପ୍ରଣାମ, ଜୟ।